ଭାବୁଛ? ଭାବୁଛ କଥା କଣ ମୁଁ ଦିଲ୍ଲୀରୁ ଏ ବାଟ ଖେଳୁଥିଲି। କଥା କଣ କି ଭାବୁଛ? ମୁଁ ରାକ୍ଷୀକୁ ନାଲି ଶଙ୍କା ପାଠଶାଳୀ ଆଣିଦେବା ପାଇଁ ତାକୁ ମୁଁ କଥା ଦେଇଥିଲି। ତମେ ତାକୁ ଟିକେ ଡାକିଲ। ତମେ ତାକୁ ଫେରେଇ ନିଅ ପବିତ୍ର। ଫେରେଇ ନେବି? କାହିଁକି? କାହିଁକି ନା ରାକ୍ଷୀ ଆଉ ଘରେ ନାହିଁ। ରାକ୍ଷୀ ଘରେ ନାହିଁ? ସେ ଗଲା କୁଆଡେ ଭାବୁଛ? ସେ ପବିତ୍ରକୁ ଛାଡି କୁଆଡେ ଯାଇପାରିବନି ଭାବୁଛ? ତୁମେ ମିଛ କହୁଛ। ମିଛ କହି ମୋର ଆଉ ଲାଭ କଣ ଅଛି? ଭାବୁଛ ତମେ ରାକ୍ଷୀକି ଭଲ ପାଅ। ହେଲେ ସେ ଅନେକ ଦିନ ହେଲା ଏ ଘର ଛାଡି ଚାଲିଯାଇଛି। ନା ଭାବୁଛ? ହେଲେ ଏବେ ଆମେ ତାର କୌଣସି ସନ୍ଧାନ ବି ପାଉନୁ। अरे तुम कहा सहित कथबार्ता कर? अरे पवित्र हाँ भाई अवस्था ହେଇଛି ଆପଣଙ୍କର। ତମର ଓଲଟ ପାଲଟ ହୋଇଯାଇଛି ପବିତ୍ର। ଜୀବନ ଚକ ମୋର ଘୁରି ଯାଇଛି। ସମୟ ସୁଅରେ ଭାସି ଭାସି ମୁଁ ଆଜି ଗୋଟାଏ ପଙ୍ଗୁ ପାଲଟି। ଆପଣ ପଙ୍ଗୁ ହେଇଗଲେ? ଆପଣ କେମିତି ପଙ୍ଗୁ ହେଇଗଲେ ଗୌରା ଭାଇ? ଗାଡି ଆକ୍ସିଡେଣ୍ଟ ତାଙ୍କର এই ଅବସ୍ଥା ହେଇଛି। ଗାଡି ଆକ୍ସିଡେଣ୍ଟ ତାଙ୍କର এই ଅବସ୍ଥା ହେଇଛି? ଆରେ ସେ ରାଜୁ କଣ କରୁଥିଲା ଭାଉଜ? ଆରେ ସେ କିଛି କରିପାରିଲାନି। ପବିତ୍ର ତୁ ସେ ଅମଣିଷ ପଶୁଟାର ନାଁ ଧରନା। ମୁଁ କୁଆଡେ ପାଗଳ ହୋଇଯିବି। ସେ ଏଠୁ ଯାଇଛି ଯେ ମୁଁ ଟିକେ ଶାନ୍ତିରେ ଅଛି ରେ ଗୌରା ଭାଇ ଆରେ ତୁମେ କଣ କହୁଛ? ମୁଁ କିଛି ବୁଝିପାରୁନି। ଭାଉଜ ରାଜୁଟା କଣ ଘରେ ନାହିଁ? ନା, ସେ ରାଜୁ ଗୋଟେ ଝିଅର ଜୀବନକୁ ନଷ୍ଟ କରି ପୋଲିସ ଏଥିରେ ଧରା ପଡି ସେ ଜେଲରେ ଅଛି। ଭାଉଜ ଏସବୁ କଣ ହେଇଗଲା ଗୌରା ଭାଇ? ରାକ୍ଷୀଟା ଘର ଛାଡି ଚାଲିଗଲା। ରାଜୁକୁ ଶେଷରେ ଜେଲ ହେଇଗଲା। ଆଉ ଆପଣଙ୍କର ଗୋରଟା ଏକ୍ସିଡେଣ୍ଟରେ ହରେଇ ବସିଲା। ଆପଣ ସମସ୍ୟାର ଝଡ଼ ବାତ୍ୟାରେ ଆଜି ଏମିତି ଏକ ଦିନ ଆସିବ ମୁଁ କଥା କେବେ ଭାବିନଥିଲି ଗୌରା ଭାଇ। ମୁଁ ଆସୁଛି ଗୌରା ଭାଇ। ଠିଆ ହୁଅ ପବିତ୍ର। ରାକ୍ଷୀ ତ ଘରେ ନାହିଁ। ଏ ଶାଢୀ ସଖା ସିନ୍ଦୁର ଏଠି ପଡି ରହିବ କାହିଁକି? ତମେ ତାକୁ ଫେରେଇ ନିଅ। ହଁ ଭାଉଜ ମୁଁ ତାକୁ ଫେରେଇ ନେବି। दुनिया समस्ते गोटे गोटे बेईमान, समस्ते स्वार्थपर। मुझे राजुटा को मनीष कली शेषे से मो छाती रे गोईठा मारी चली गला। मो राखीटा मो मुहर कलंक बोली घर छाड़ी चली गला। एटा मो महत दानर प्रतिदान। गौरा दास पर तो प्रतिशोध नहीं। तुम्हें माने ठीक कर ठीक। मुझे कौन ही ষড়যন্ত্রণা করে
ରାକ୍ଷୀକୁ ଆଉ ନିଦ ଅଛି ଯେ ଶୋଇବି। ଜୀବନର ଦୀପ ମୋର ଟିପି ଟିପି ହୋଇ ଚଲି ଯାଉଛି। ସମୟଟା ମୋ ପାଇଁ ସରି ଆସୁଛି। ହଁ ମୁଁ ଶୋଇବି। ମୁଁ ସବୁଦିନ ପାଇଁ ଶାନ୍ତିରେ ତମର କିଛି ହବନି, ତମେ ଭଲ ହେଇଯିବ, ଭଲ ହେଇଯିବ ତମେ। ତମର ଏ କି ଅବସ୍ଥା ଭାଇ? ତମର ଗୋଟେ ବେଳା ତୁ ଆରେ ମୁଁ ତୋର ଭାଇ ନୁହଁ। ଏ ରାଜୁ କେବଳ ତୋରି ପାପ ପାଇଁ ମୁଁ ଆଜି ପଙ୍ଗୁ ପାଲଟି ଯାଇଛି। ଆଉ କଣ କଲେ ତୁ ଶାନ୍ତି ପାଇବୁନି ରାଜୁ? ରାଜୁ ଆଉ କେତେ ପାପ ମୋ ମୁଣ୍ଡରେ ଦେଲେ ଶାନ୍ତିରେ ରହିବୁ? ଏ ରାଜୁ ତୁ ଯଦି ମତେ ଶାନ୍ତିରେ ଦେଖିବାକୁ ଚାହୁଁଛୁ ତାହେଲେ ତୁ ଟିକେ ମୋ ମୁହଁରେ ବିଷ ଦେଇଦେ। ମୁଁ ଶାନ୍ତିରେ ମରିଯିବି। ନା ଭାଇ ନା, ଏ ରାଜୁ ପଛେ ଦୁନିଆରୁ ହଜିଯିବ, ହେଲେ ତମର କିଛି ହବାକୁ ଦବନି ଭାଇ, କିଛି ହବାକୁ ଦବନି। ଆଉ ତୁ କଣ ଭାବିଛୁ ଦେହ ବୋଲି ଗୋଟେ ଅମଣିଷର ନିନ୍ଦା ଅପବାଦ ଶୁଣିବାକୁ ମୁଁ ବଞ୍ଚି ରହିବି? ନା, ମୁଁ ମରିବାକୁ ଚାହେଁ, ମରିବାକୁ ଚାହେଁ। ନା ଭାଇ ନା। ତୁ ଗୋଟିଏ ଭୋଗୀ କହିଛି। ଏ ଗୌରା ଦାସ ଗୋବିନ୍ଦ ମାଟିରେ ତୁ ପାଦ ରଖି ଭାଇ ଅନ୍ଧାରିଆ ଜେଲ କୋଠରୀ ଭିତରେ ବସି ତମ ମାନଙ୍କ କଥା ମୋର ବେଶୀ ମନେ ପଡିଲା ଭାଇ। ଆଉ ବାବୁଲ ଆଉ ରାକ୍ଷୀକୁ ଦେଖିବା ପାଇଁ ମନଟା ମୋର ଆଉଟୁ ପାଉଟୁ ହେଲା। ସେଥିପାଇଁ ମୁଁ ଜେଲ ପାଚେରୀ ଦେଇ ଚାଲି ଆସିଲି। କଣ କହିଲୁ ରାଜୁ? ତୁ ଶେଷରେ ଜେଲ ପାଚେରୀ ଦେଇ ପଳେଇ ଆସିଲୁ? ହଁ ଭାଉଜ, ମୁଁ ଜେଲ ପାଚେରୀ ଦେଇ ଚାଲି ଆସିଛି। ଭାଉଜ ରାକ୍ଷୀ ଆଉ ବାବୁଲା କୁଆଡେ? ଭାଉଜ ତମେ ଟିକେ ତାকে ଡାକୁଦବ। ବର୍ତ୍ତମାନ ପୋଲିସ ମୋ ପଛରେ। ଭାଉଜ ତମେ ଟିକେ ତାକୁ ଡାକି ଦିଅ, ମୁଁ ଟିକେ ତାକୁ ଦେଖିବି। ବାବୁଲା ଶୁଣିବନି ରାଜୁ, ସେ ତ କେହି ନୁହଁ। ଆରେ ଅମଣିଷ ଚାଲିଯା। ଏ କଣ କହୁଛ ଭାଇ? ବାବୁଲା ମୋର କେହି ନୁହଁ? କାହିଁକି ଭାଇ? କି ଅପରାଧ ମୁଁ କରିଛି? କାହିଁକି ତମେ ମାନେ ଆଜି ମତେ ପରରୁ ସାତ ପର କରିଦଉଛ? କି ଅପରାଧ କରିଛି ଭାଇ? ମୁଁ କି ଅପରାଧ କରିଛି? ଠିକ ଅଛି ଭାଇ, ତମେ ଯଦି କହୁଛ ତାହେଲେ ମୁଁ ସବୁଦିନ ପାଇଁ ଏ ଘର ଛାଡ଼ି ଘରକୁ ଆସିବିନି ଭାଇ, କେବେ ଆସିବିନି। ରାଜୁ ନାଇଁ ରାଜୁ, ମତେ ଛାଡ଼ି ଯାଆନି ରାଜୁ, ମୋ କଥା ଟିକେ ଶୁଣ ରାଜୁ, ମୋ କଥା ଟିକେ।
ପରେ ତୁମେ ତୁମ ହାତରୁ ଶଙ୍ଖା ଭାଙ୍ଗିଦେବ। ନାଇଁ, ସେମିତି କୁହନି ତମେ, ସେମିତି କୁହନି ତମେ। ସିନ୍ଦୁର ପୋଛି ମୋତେ ମଶାଣିକୁ ନେଇଯିବ। ତାର ହାତ ଧରି ତୁମେ ଭିକ ମାଗିବ। ସେ ମଣିଷ ପଶୁଠାରୁ ତମେ ଯଦି ହାତ ପାତିବ ଆଉ ଯଦି ମୋତେ ବଞ୍ଚେଇବାକୁ ଚାହିଁବ ତାହେଲେ ତୁମେ ମୋର ଭୁଲ ସେମିତି କୁହନି ତମେ, ସେମିତି କୁହନି। ମୋ କଥା ଟିକେ ଶୁଣ, ମୋ କଥା ଟିକେ ଶୁଣ, ସେମିତି କୁହନି ତମେ। ମୁଁ କଣ କରିବି ଏବେ? କାହାରି ଆଗରେ ମୋ ଘରେ ଶୁଣେଇବି? କିଏ ମତେ ଟଙ୍କା ଦବ? ତାକୁ ଡାକ୍ତର କହୁଛନ୍ତି ତାକୁ କ୍ୟାନ୍ସର ହେଇଛି। ମୁଁ ଅପରେସନ ପାଇଁ 25,000 ଟଙ୍କା ଦରକାର। ଏ ଠାକୁରେ, କାହିଁକି କାହିଁକି ମୋ ଶଙ୍ଖା ସିନ୍ଦୁରକୁ ବସେଇ ନେଇ ଆମ ସୁନା ସଂସାରକୁ ବସେଇ ଦେଲୁ? କାହିଁକି ଠାକୁରେ? ବଡ଼ ଡେଞ୍ଜର କଥା। ଆଲୋ ମା ଗୁରେଇ, ତୁ ଏମିତି କାନ୍ଦୁଛୁ କାହିଁକି ବା? କକି ଆଉ ତୋର କଣ ହେଇଛି? କକି ତାକୁ କ୍ୟାନ୍ସର ହେଇଯାଇଛି କକି। କ୍ୟାନ୍ସର? କକି ଅପରେସନ ପାଇଁ 25,000 ଟଙ୍କା ଦରକାର। ହେଲେ ମୁଁ ଏବେ ଟଙ୍କା ପାଇବି କୋଉଠୁ କକି? ମତେ ଟଙ୍କା ଦବ କିଏ? ସେ ବଉରାଟା ଥିଲେ ଯାଇଛି ଯେ ଯାଇଛି, ସେ ରାଜୁଆଟା ବି ଯାଇଛି ଯେ ଯାଇଛି। ସେ ଥିଲେ କିଛି ବ୍ୟବସ୍ଥା କରିଥାନ୍ତା। କକି ତାମାନେ ସେ ବାଟରେ ଚାଲିଗଲା। ହେଲେ କକି ତାମାନେ ତମ ପୁତୁରା ଯେ ବଞ୍ଚିବ ମା, ସେ ନିଶ୍ଚୟ ବଞ୍ଚିବ। ହେଲେ କେମିତି କକି? ଆପଣ କୁହନ୍ତୁ କକି, କେମିତି? ଏ ମା, ତୁ ଚାହିଁଲେ ସେ ନିଶ୍ଚୟ ବଞ୍ଚିବ, ବୁଝିଲୁ? ଆମ ବାବୁ ଗୋଟେ ନୂଆ କାରଖାନା ଖୋଲିଛନ୍ତି। ବହୁତ ଇଞ୍ଜିନିୟର ଆସିଲେଣି, ହେଲେ ସେ କାରଖାନା ଚଲୁନି। ଗୋଟେ ଜ୍ୟୋତିଷ କହିଲା ନର ବଳି ନଦେଲେ ସେ କାରଖାନାଟା ଚଲିବନି। ନର ଭଳି? ହଁ ରେ ମା, ନର ବଳି। ବଳି ଦେବା ପାଇଁ 8-10 ବର୍ଷର ଗୋଟେ ପିଲା ଖୋଜୁଛନ୍ତି। କାହା କହିବା କଥା ମତେ ଭଲ ଲାଗୁନି, ହେଲେ ତୋ ଦୁଃଖ ଦେଖି ମୁଁ ଆଉ ସହି ପାରୁନି। ତୁ ଯଦି ଗୋଟେ କାମ କରିପାରିବୁ ତାହେଲେ ତୋର ସବୁ ଠିକ ହେଇଯିବ। କୁହନ୍ତୁ କକି, କଣ କରିବି ମୁଁ? ହେଲେ କହିବି କେମିତି? କକି ତୋ ପୁଅଟାକୁ ଯଦି ବିକ୍ରି କରିଦିଅନ୍ତୁ। ନାଇଁ କକି ନାଇଁ। 10 ବର୍ଷ 10 ଦିନ ଗର୍ଭରେ ଧରି ମୁଁ ଯାହାକୁ ଜନ୍ମ ଦେଇଛି, ମୁଁ ତାଙ୍କ ମରଣ ମୁହଁକୁ ଠେଲି ଦେଇ ପାରିବିନି କକି। ମୋ ମା ହେଇ କଂସେଇ ହେଇପାରିବିନି, ପାରିବିନି ମୁଁ। ବଡ଼ ଡେଞ୍ଜର କଥା। ଆରେ ମା, ତୁ ଯଦି ମା ହୋଇ କଷେଇ ହୋଇ ପାରିବୁନି ତାହେଲେ ସ୍ତ୍ରୀର ମରଣ ଦେଖି ସ୍ୱାମୀର ମରଣ ଦେଖିବୁ କେନା? ଏ କକି, କକି ପାରିବିନି ମୁଁ। ଏ ହାତରୁ ଶଙ୍ଖା ଭାଙ୍ଗି ମୋ ଠାରୁ ସିନ୍ଦୁର ଯିବ କେମିତି? ନାଇଁ କକି, ନାଇଁ, ପାରିବିନି ମୁଁ, ପାରିବିନି। ଏ ମା, ଗଛରୁ ଡାଳ ଯଦି ଝଡ଼ିଯିବ ଡାଳ କ'ଣ କରିବ? ମୁଁ ତତେ ବାଧ୍ୟ କରୁନି, ତୋ ଇଚ୍ଛା, ତୁ ଯେମିତି କରିବୁ କହ। ମୁଁ ପାରିବିନି କକି। ଏ ମା, ତୋ ପାଖରେ କିଏ ବଡ଼? ତୋ ସ୍ୱାମୀ ବଡ଼ ନା ତୋ ପୁଅ ବଡ଼? ଏ ମା, ତୋ ପାଖରେ ତୋ ସ୍ୱାମୀ ବଡ଼ ନା ତୋ ପୁଅ ବଡ଼? ଏ ମା, ତୁ ଗୋଟିଏ ନିମିଷରେ ଓଜନ କରିଦେ। ତୋ ଆଗରେ ତୋ ସ୍ୱାମୀ ବଡ଼ ନା ତୋ ପୁଅ ବଡ଼?
ମୁଁ ମୋ ପୁଅକୁ ବିକ୍ରି କରିଦେବାକୁ ରାଜି। ଏ ମା ବୁଝିଲୁ ଏ ମା ଏ ତୋ ପୁଅକୁ ବିକିବା କଥା ଏ ବଉରାକୁ ଜମା କହିବୁନି। ସେ ଜାଣିଲେ ସେ ଝାମେଲା କରିବ। ଏ ମା ତୁ ଗୋଟେ କାମ କରିବୁ। ଏଇ ଦେଖ এই ଆସନ୍ତା ଶୁକ୍ରବାର ଦିନ ସକାଳେ ତୋ ପୁଅକୁ ଧରି ଏ ଡାକ ବଙ୍ଗଲା ପାଖରେ ପହଞ୍ଚିଯିବୁ। ଆଉ ସେଟାକୁ ଆସିଲେ ତୋ ଟଙ୍କାଟା ମୁଁ ତତେ ଦେଇଦେବି। ବୁଝିଲୁ ତ ଏ ମା ବୁଝିଲୁ ତ? ହଉ ଠିକ ଅଛି। ମନେ ରହିଲା ତ? ମୁଁ ଆସୁଛି ମା। ସମସ୍ତେ ଦେଖ ମତେ ନିନ୍ଦା କର, ଘୃଣାରେ ମୋ ମୁହଁ ଉପରକୁ ଛେପ ପକାଅ, ମୋ ନିନ୍ଦା ରଚନା କର। ଗୋଟେ ସ୍ତ୍ରୀର କର୍ତ୍ତବ୍ୟ କରିବାକୁ ଯାଇ ମୋ ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଆଜି ମୋ ପୁଅକୁ ମୁଁ ମରଣ ମୁହଁକୁ ଠେଲି ଦଉଛି। ମୋ ମା ଜାତିରେ ଗୋଟେ କଳଙ୍କ ମୋ ମା ନୁହେଁ, ଗୋଟେ ରାକ୍ଷସୀ। ସେଇ କଥାଟା କ'ଣ ହେଲା ବେ? ସେଇ ପିଲାଟା ପରା ମିଳିଗଲା। ମିଳିଗଲା? ହଁ। ହେଲେ ସେ ଛୁଆଟା କାହାର ବେ? ସେ ଛୁଆଟା ପରା ଆମ ଗୌରା ଦାସର ପୁଅ। ତା କଟା ଗୁଡ଼ ଉପରେ ପୁରା କ୍ୟାନ୍ସର ହେଇଯାଇଛି। ବର୍ତ୍ତମାନ ତାକୁ 25,000 ଟଙ୍କା ଦରକାର ସାର୍। ମହାନ୍ତି ସାରେ। हेलो दोस्त। हेलो शांत बाबू, फैक्ट्री प्रोडक्शनटा केमिति चलीछि? टिके मांदा चलीछि दोस्त। ओ आउ लेबर पेमेंटटा सेथिपाई आपण जमा चिंता करंतुनी दोस्त। ओहो शांत बाबू, सेई लेबर पेमेंटटा मो ऑलरेडी देई देइछि। मते गोटे बहुत बड़ विपदरू रक्षा करदेल शांत बाबू। आउ कंचामालटा कंचामाल पाई मध्य मो टंका डिपॉजिट कर दीछि दोस्त। हुए तो आज भीतर से कंचामालटा आसी पहुंची जीवो। ओ वेरी गुड। किंतु दोस्त नो
ମୁଁ ତୁମକୁ ଥରେ କମ୍ପାନୀଟା ହ୍ୟାଣ୍ଡ ଓଭର କରିଦେଲି ମାନେ କିନ୍ତୁର ପ୍ରଶ୍ନ ଉଠୁଛି କୋଉଠୁ? ସେଇ କମ୍ପାନୀର ମାଲିକ ମ୍ୟାନେଜର ସେସବୁ ପରା ତମେ ମତେ କିଛି ଜଣେଇବା ଦରକାର ନାହିଁ। ଠିକ ଅଛି ଦୋସ୍ତ, ତାହେଲେ ମୁଁ ଆସୁଛି। ଆସୁଛି? ସାଙ୍ଗ ବାବୁ ଆଜି ଏତେ ବ୍ୟସ୍ତ କାହିଁକି? ଆରେ ଦୋସ୍ତ, ଆରେ ବ୍ୟସ୍ତ ହେବିନି କେମିତି? ଆସନ୍ତା କାଲି ମୋ ବଡ ଭାଇର ରିସେପସନ। ଆରେ ହଁ ଦୋସ୍ତ, ଆସନ୍ତା କାଲି ମୋ ବଡ ଭାଇର ରିସେପସନ। ମୋ ବଡ ଭାଇ ରାକ୍ଷୀ ବୋଲି ଗୋଟିଏ ଝିଅକୁ ମନ୍ଦିରରେ ବିବାହ କରିଛନ୍ତି। ଆଉ ଆସନ୍ତା କାଲି ତାଙ୍କର ଚଉଠି। ଏଇଠି ଦୋସ୍ତ ନିମନ୍ତ୍ରଣ ରହିଲା, ଯେମିତି ଭୁଲି ନ ଯାଅ। ନିଶ୍ଚୟ ଆସନ୍ତୁ ବାବୁ। ମୁଁ ଆପଣଙ୍କର ଅପେକ୍ଷାରେ ଥିବି ଦୋସ୍ତ। ହଉ ଠିକ ଅଛି, ତାହେଲେ ଆସୁଛି। ବୁଝିଲ ମହାନ୍ତି? ତାହେଲେ ରାକ୍ଷୀଟା ମହାପାତ୍ର ବଂଶ ଖାନଦାନର ବହୁ ହବାକୁ ଯାଉଛି। ମାନେ ଏଟା ବୁଝିଗଲ ନା? ବହୁ ପିଇବା ଆମେ ଆଉ ବହୁମାଛିର ଦଂଶନ ସହିବ ଅଶାନ୍ତ ମହାପାତ୍ର। ପବିତ୍ର, ତୁ ଏଇ ସମୟରେ କୁଆଡ଼େ ବାହାରିଲୁ? ଡ୍ୟୁଟି? ପବିତ୍ର, ତୁ IPS ପାଇଁ ଆମ ଇଲାକାରେ ରିକ୍ରୁଟ ହବୁ ଏକଥା ମୁଁ କେବେ ଚିନ୍ତା କରିନଥିଲି। ଭାଇ, ମୁଁ ଏଠାରେ ଜଏନ୍ କରିବା ଦ୍ୱାରା ଆପଣଙ୍କର କିଛି ଅସୁବିଧା ହେଇଛି କି? ନା, ଆରେ ମୋର କ'ଣ ଅସୁବିଧା ହବ? ଆପଣ ଅଛନ୍ତି ପରା, ସବୁ ସୁବିଧା କରିଦେବେ ନା। ସବୁ ଅସୁବିଧାକୁ ସୁବିଧା କରିବା ପାଇଁ ମୁଁ ଏଠାରେ ଜଏନ୍ କରିଛି ମହାନ୍ତି। ଆପଣଙ୍କ ବିରୁଦ୍ଧରେ ଥାନାରେ ଗୋଟେ ଏଲିଗେସନ ଆସିଛି। ଆପଣ କୁଆଡ଼େ ଚୋରା କାରବାର କରୁଛନ୍ତି। ତାଛଡ଼ା ଆପଣ ବାହାରକୁ ଝିଅ ସପ୍ଲାଏ କରୁଛନ୍ତି। ଏ କଥା କ'ଣ ସତ୍ୟ? ଏସବୁ ମିଛ। ଆରେ କାଲି ପଟ୍ଟନାୟକକୁ ବ୍ଲେମ୍ କରିବା ପାଇଁ ଏଇଟା ହେଉଛି ସେମାନଙ୍କର ଗୋଟିଏ ପ୍ଲାନ୍। ପ୍ଲାନ୍? ଠିକ୍ ଅଛି, ଯଦି କଥାଟା ମିଛ ହୋଇଥାଏ ତାହେଲେ ଆପଣଙ୍କ ବିରୁଦ୍ଧରେ ମିଛ ଏଲିଗେସନ ଦେଇ ଆପଣଙ୍କୁ ବସେଇବା ପାଇଁ ଚେଷ୍ଟା କରିଥିବା ସେହି ବ୍ୟକ୍ତିମାନଙ୍କୁ ମୁଁ ଠିକ୍ ରାସ୍ତାରେ ଘୋଷାଡ଼ି ମାରିବି। ମୁଁ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବି। ସାର୍ ସେଇଆ କରନ୍ତୁ। ହେଲେ ସାର୍, ଆପଣ ସାନ ଭାଇ ହେଇ ଆଉ ଯଦି କଥାଟା ସତ ହୋଇଥାଏ ତାହେଲେ ଆପଣଙ୍କ ଆଇନର କର୍ତ୍ତବ୍ୟ କରିବାକୁ ଯାଇ ଆପଣଙ୍କ ହାତରେ ହାତ କରି ପିନ୍ଧେଇବା ପାଇଁ ମୁଁ କ୍ଷମା ପଛେଇବି। ଆଇନ ନିକଟରେ ବନ୍ଧୁ ଭାଇ ସ୍ୱଜନ କେହି ବି ସ୍ଥାନ ନାହିଁ। ମୁଁ ପବିତ୍ର ପଟ୍ଟନାୟକ, ହୁଏତ କାଲି ପଟ୍ଟନାୟକର ସାନ ଭାଇ, କିନ୍ତୁ IPS ପବିତ୍ର ପଟ୍ଟନାୟକ ଆଇନର ଦାସ, କର୍ତ୍ତବ୍ୟର ପୂଜାରୀ। ମୁଁ ଆସୁଛି ଭାଇ। ଏବେ କ'ଣ କରିବା ସାର୍? ମହାନ୍ତି, ସାର୍ ଏ ପବିତ୍ର ପଟ୍ଟନାୟକ ଜାଣିନେବେ ଏ କାଲି ପଟ୍ଟନାୟକ ଆଗରେ ସେ ଗୋଟେ କୁନି ଶିଶୁ। ଆଉ କୁନି ଶିଶୁକୁ
ଖେଳଣା ଦେଇ କେମିତି ଭୁଲେଇବାକୁ ହୁଏ ତାହା ଏ କାଲି ପଟ୍ଟନାୟକକୁ ବେଶ ଭଲ ଭାବରେ ଜଣାଅଛି। ଆରେ ମହାନ୍ତି ଆରେ ବୁଝିଲ ନା ଏ ପବିତ୍ରଟା କ'ଣ କହିଗଲା ସେ କୁଆଡ଼େ ଏଲିଗେସନ୍ ଦବ। ଆରେ ନା ମହାନ୍ତି ସେ ମୋ ସାମ୍ନାରେ ଗୋଟେ ନୂଆ ଖେଳାଳି ଆଉ ଯେଉଁ ମଞ୍ଚରେ ସେ ମୋ ସହିତ ଖେଳ ଖେଳିବାକୁ ଚାହୁଁଛି ସେଇ ପଡ଼ିଆର କାଲି ପଟ୍ଟନାୟକ ଗୋଟାଏ ପୁରୁଣା ଖେଳାଳି। ମୁଁ ଏକ ଅଶୁଭ ଅଶାନ୍ତ ଝଡ଼। ମହାନ୍ତି ସାରେ କ'ଣ ଗୋଟାଏ ଖବର ନେଇକି ଆସିଥିଲ? କଥା ତ ମୁଁ ଜାଣିନି ସାର୍। ଆରେ ମହାନ୍ତି ସାର୍ କ'ଣ କହୁଥିଲ ସେ ରାଜୁଆଟା? ହଁ ସାର୍ ସେ ମୋ ପୁଅ ଗୋବିନ୍ଦ କହୁଥିଲା। ସାର୍ ମନେ ହଉନଥିଲା ସାର୍ ସେ ଶଳା ରାଜୁଆଟା ଏ ଜେଲ୍ ଭାଙ୍ଗିବା ଚାଲି ଯାଇଛି। ଶଳା ରାଜୁଆଟା ଜେଲ୍ ଧାଡ଼ିକି ପଳେଇ ଆସିଛି। ଆରେ ବନ୍ନା ସଦୟ ମହାନ୍ତି ଏ ରାଜୁ ଦାସ ହଁ ମୁଁ ସେଇ ରାଜଗୁଣ୍ଡା ତମ ଭଳି ସମାଜର ଆବର୍ଜନାକୁ ସଫା କରିବା ପାଇଁ କଚେରୀ ନେଇ ଆସିଛି। ଆବେ ମୁଁ ରାଜୁ ଆଜି ତମମାନଙ୍କୁ କହି ଭଲ ମାଗୁଛି ଶୈତାନ ମୋ କଥାର ଜବାବ ଦିଅ। କାହିଁକି କାହିଁକି ତମେ ମାନେ ମୋ ଭଳି ଗୋଟେ ସରଳ ମଣିଷ ମନରେ ତରଳର ନିଆଁ ଦାବି ମୋ ଶିକ୍ଷା ଦୀକ୍ଷା ଆଦର୍ଶକୁ ମାଟିରେ ପକାଇ ମୋ ଚରିତ୍ରରେ କଳଙ୍କ ବୋଳି ଦେଇଛ। କାହିଁକି କାହିଁକି ମୋ ବୋଲି ଗୋଟେ ନିରୀହକୁ ତୁମେ ମାନେ ଜେଲର କଏଦୀ ସାଜି ଦେଇଛ। ଜବାବ ଦେ କାଲି ପଟ୍ଟନାୟକ ଜବାବ ଦେ। ସେ ଜବାବର କହିଭଟା ତତେ କାଲି ପଟ୍ଟନାୟକ ନିଶ୍ଚୟ ଦେବ ମାଷ୍ଟର। ଚମ୍ପେ ଶଳା। ମହାନ୍ତି ସାରେ କାଲି ପଟ୍ଟନାୟକ ପଳେଇଗଲା ଶୀଘ୍ର ଆସ ଶୀଘ୍ର ଆସ। Ove projo! Brutálbo! Ave mari mari! Tave horu chomora! Utari diove! Mohanty! ସାରେ ଆରେ ପ୍ରଳୟ ପ୍ରତାପ ସେ ହାତଟାକୁ ଠିକ ଭାବରେ ଧର। ଟେନସନ କରିଦେବେ ସେ। अबे राजू तू एक काले पट्टनायक गालोरे हाथों दे चुबे से हाथों टा मोरो दरकार जो हाथों रे राखी दिले राखी बंधु दिला से हाथों टा मोरो दरकार ए राजू से हाथों टा मते दे रे